କୋଭିଡ୍-19 ରୋଗ କରୁଥିବା କରୋନା ଭୂତାଣୁ ସ୍ପଷ୍ଟ ଭାବେ ସଂସ୍ପର୍ଶଜନିତ ସଂକ୍ରାମକ ରୋଗ। ଜଣେ ସଂକ୍ରମିତ ବ୍ୟକ୍ତିଠାରୁ ହାରାହାରି 2.2 ଜଣକୁ ଏହି ରୋଗ ବ୍ୟାପିପାରେ। ଏହାକୁ ଭୂତାଣୁର ପ୍ରଜନନ ସଂଖ୍ୟା ବା ରିପ୍ରଡକ୍ଟିଭ୍ ନଟ୍ ବୋଲି କୁହାଯାଏ। ଏହାର ଅର୍ଥ ହେଲା ଗୋଟିଏ ଜନସଂଖ୍ୟାରେ ଏକ ନିର୍ଦ୍ଦିଷ୍ଟ ସଂକ୍ରାମକ ରୋଗ ବ୍ୟାପିବାର କ୍ଷମତା। ବିଶେଷତଃ ଗୋଟିଏ ସଂକ୍ରମିତ ଲୋକଠାରୁ ହାରାହାରି କେତେଜଣ ଲୋକଙ୍କୁ ରୋଗଟି ସଞ୍ଚରିତ ହୋଇପାରେ ତାହା ରିପ୍ରଡକ୍ଟିଭ୍ ନଟ୍କୁ ସୂଚାଏ। କିନ୍ତୁ ଫ୍ଲୁ ଦ୍ୱାରା 1.3 ଜଣକୁ ରୋଗ ବ୍ୟାପିଥାଏ। ତେଣୁ କୋଭିଡ୍-19ର ସଂକ୍ରମଣ କ୍ଷମତା ଫ୍ଲୁ ଠାରୁ ଅଧିକ। ପୁନଶ୍ଚ ଉପର ଓ ନିମ୍ନ ଶ୍ୱାସନଳୀ ପଥକୁ ଅନ୍ୟ ଭୂତାଣୁଙ୍କ ଠାରୁ ଅଧିକ ବେଗରେ କରୋନା ଭୂତାଣୁ ମାଡ଼ି ଯାଇପାରେ। ବାହ୍ୟ ଜଗତ ସହିତ ଆମ ଶରୀରର ଚର୍ମ ସବୁଠାରୁ ଅଧିକ ସମ୍ପର୍କରେ ଆସିଥାଏ। ବାହ୍ୟ ଦୁନିଆ ସହ ଅଧିକ ସମ୍ପର୍କରେ ଆସୁଥିବା ପରବର୍ତ୍ତୀ ଅଙ୍ଗ ହେଉଛି ଆମର ଫୁସ୍ଫୁସ୍। ଏହି କାରଣରୁ ଶ୍ୱାସତନ୍ତ୍ର ସମ୍ପର୍କିତ ରୋଗଗୁଡ଼ିକ ପ୍ରତି ମଣିଷ ଅଧିକ ସମ୍ବେଦନଶୀଳ ଥାଏ। କୋଭିଡ୍-19 ଭୂତାଣୁ ଆମର ନାସାରନ୍ଧ୍ର, ଗଳା ଇତ୍ୟାଦି ଉପର ଶ୍ଵସନତନ୍ତ୍ରକୁ ସଂକ୍ରମିତ କରିବା କ୍ଷଣି ଶରୀରର ରୋଗ ପ୍ରତିରୋଧ ପ୍ରଣାଳୀ ସକ୍ରିୟ ହୋଇଉଠେ। ଫଳରେ ଏହା ଆଣ୍ଟିବଡି ସୃଷ୍ଟି କରେ ଏବଂ ଭୂତାଣୁ ସହ ସହବନ୍ଧିତ ହୋଇ ତାହାର ବିସ୍ତାରରେ ଆଣ୍ଟିବଡି ବାଧା ଦିଏ। ତା ଛଡ଼ା ଟି କୋଷ ବା ଟି ଲିମ୍ଫୋସାଇଟ୍ ସେହି ଭୂତାଣୁଗୁଡ଼ିକୁ ନଷ୍ଟ କରିବା ପାଇଁ ସକ୍ରିୟ ହୁଏ। ତେଣୁ 80% କ୍ଷେତ୍ରରେ ରୋଗୀଙ୍କଠାରେ ହାଲୁକାରୁ ସାଧାରଣ ଲକ୍ଷଣ ଦେଖାଯାଏ ଏବଂ ରୋଗୀ କୌଣସି ଚିକିତ୍ସା ନ କରି କିମ୍ବା ବିଶେଷଜ୍ଞ ଡାକ୍ତରଙ୍କ ପରାମର୍ଶ ନ ନେଇ ଆରୋଗ୍ୟ ଲାଭ କରିଥାଏ। ଉପର ଶ୍ଵସନତନ୍ତ୍ରକୁ ଭେଦ କରି ଭୂତାଣୁ ଆଗକୁ ବଢ଼ିଲେ ତାହା ଫୁସ୍ଫୁସ୍ ଓ ବାହ୍ୟ ଦୁନିଆ ସହିତ ବାୟୁ ଚଳାଚଳ କରୁଥିବା ପଥରେ ପ୍ରଦାହ ସୃଷ୍ଟି କରେ। ଏପରି ହେଲେ ଫୁସ୍ଫୁସ୍ର ଶ୍ଳେଷ୍ମ ସୃଷ୍ଟି କରୁଥିବା କୋଷ ଏବଂ ଅତି ସୂକ୍ଷ୍ମ ପକ୍ଷ୍ମ ଥିବା କୋଷକୁ ରୋଗ ସଂକ୍ରମିତ ହୁଏ। ସ୍ୱାଭାବିକ ଅବସ୍ଥାରେ ଶ୍ଳୈଷ୍ମିକ କୋଷରୁ ଶ୍ଳୈଷ୍ମିକ କ୍ଷରିତ ହୋଇଥାଏ। ତାହା ଫୁସ୍ଫୁସ୍କୁ ଶୁଷ୍କ ହେବାକୁ ଦେଇନଥାଏ ଏବଂ ସେଥିରୁ ପରାଗରେଣୁ ଓ ଭୂତାଣୁ ପରି ବର୍ଜ୍ୟ ପଦାର୍ଥକୁ ନିଷ୍କାସିତ କରିଥାଏ। କିନ୍ତୁ ସଂକ୍ରମିତ ବ୍ୟକ୍ତି ଶରୀରରେ ସେ ସମସ୍ତ କାର୍ଯ୍ୟ ବାଧାପ୍ରାପ୍ତ ହୁଏ। ବାୟୁ ଚଳାଚଳ ପଥ ଅବରୋଧିତ ହୁଏ ଏବଂ ନିମୋନିଆ ଦେଖାଯାଏ। ଫୁସ୍ଫୁସ୍ର ଅଧିକ ଅଂଶ ନଷ୍ଟ ହୋଇଗଲେ ସାରା ଶରୀର ଉପଯୁକ୍ତ ପରିମାଣରେ ଅମ୍ଳଜାନ ପାଏ ନାହିଁ। ଭେଣ୍ଟିଲେଟରର ଆବଶ୍ୟକତା ଆସିଥାଏ। ଏହି ସମୟରେ ପୋଷକ କୋଷକୁ ଭୂତାଣୁ ନିଜର ନିୟନ୍ତ୍ରଣକୁ ନେଇ ବାରମ୍ବାର ପ୍ରତିଗଠନ ଦ୍ୱାରା ବହୁ ସଂଖ୍ୟାର କୋଭିଡ୍-19 ଭୂତାଣୁ ସୃଷ୍ଟି କରିଥାଏ। ପ୍ରତ୍ୟେକ ବିଲୟନକାରୀ ଭୂତାଣୁଙ୍କ ପରି କୋଭିଡ୍-19ର ଜୀବନଚକ୍ର 5ଟି ସୋପାନରେ ସମାପ୍ତ ହୋଇଥାଏ। ପ୍ରଥମ 2ଟି ସୋପାନ ଯଥା ଅଧିଶୋଷଣ ବା ସଂଲଗ୍ନ ଓ ପ୍ରବେଶ ପ୍ରକ୍ରିୟା ଆମେ ଆଗରୁ ଆଲୋଚନା କରିଛେ। ପରବର୍ତ୍ତୀ ଅବସ୍ଥା ହେଉଛି ଅବ୍ୟକ୍ତ ଅବଧି। ଏହି ସମୟରେ ଭୂତାଣୁର ଆର୍ଏନ୍ଏ ଏକ ସ୍ୱାଧୀନ ସଂକ୍ରମଣଶୀଳ ପଦାର୍ଥ ଭାବେ କୋଷ ମଧ୍ୟରେ କାର୍ଯ୍ୟ ଆରମ୍ଭ କରେ। ଫଳରେ କେବଳ ଭୂତାଣୁ ଆର୍ଏନ୍ଏ ସୃଷ୍ଟି ହୁଏ। ପୋଷକ କୋଷର କାର୍ଯ୍ୟକ୍ଷମତା ସମ୍ପୂର୍ଣ୍ଣ ଭାବେ ଲୋପ ପାଏ। ତାପର ଅବସ୍ଥା ହେଉଛି ଅଙ୍ଗୀୟ ଅବସ୍ଥା। ଭୂତାଣୁର ଆର୍ଏନ୍ଏ, ପୁଷ୍ଟିସାର ଓ ଶର୍କରା ଏକତ୍ରିତ ହୋଇ ଗୋଟିଏ ପରେ ଗୋଟିଏ ଭୂତାଣୁ କଣିକା ଫୁସ୍ଫୁସ୍ କୋଷରେ ସୃଷ୍ଟି ହୋଇ ଚାଲେ। ମାତ୍ରାଧିକ ଭାବେ ଭୂତାଣୁର ସଂଖ୍ୟା ବୃଦ୍ଧି ପାଇଲେ ତାହା ପୋଷକ କୋଷକୁ ବିଦୀର୍ଣ୍ଣ କରେ। ତତ୍କ୍ଷଣାତ୍ ସେଗୁଡ଼ିକ ପୋଷକର ଅନ୍ୟ କୋଷକୁ ଆକ୍ରାନ୍ତ କରନ୍ତି। ଏହାକୁ ମୁକ୍ତ ଅବସ୍ଥା କୁହାଯାଏ। ସମ୍ପୂର୍ଣ୍ଣ ଜୀବନ ଚକ୍ରକୁ ବିଲୟନ ଚକ୍ର କୁହାଯାଏ। ଏଣୁ ମଣିଷ ଶରୀରରେ କୋଭିଡ୍-19 ଭୂତାଣୁର ପ୍ରବେଶ ଓ ତାହାର
ଲକ୍ଷଣ ପ୍ରକାଶର ଅବଧି 1ରୁ 5 ଦିନ, ଅତି ବେଶୀରେ 14 ଦିନ ଅଟେ। ଏହାକୁ ରୋଗ ପୁଷ୍ଟି ଅବଧି ବା ଅବ୍ୟକ୍ତ ଅବଧି କୁହାଯାଏ। ଏହି ସମୟ ମଧ୍ୟରେ ସଂକ୍ରମିତ ବ୍ୟକ୍ତିଟିର ରୋଗ ପ୍ରତିରୋଧକ କ୍ଷମତା ଖୁବ୍ ଭାରାକ୍ରାନ୍ତ ହୁଏ ଓ ଅମ୍ଳଜାନ ଅଭାବରୁ ଅବରୁଦ୍ଧ ଫୁସ୍ଫୁସ୍ କୋଷଗୁଡ଼ିକ ସ୍ୱାଭାବିକ ଭାବେ କାର୍ଯ୍ୟ କରିପାରନ୍ତି ନାହିଁ। ତାହାକୁ ଫୁସ୍ଫୁସ୍ କୋଷରେ ଝଡ଼ ବା ସାଇଟୋକାଇନ୍ ଷ୍ଟର୍ମ କୁହାଯାଏ। ରୋଗୀର ଫୁସ୍ଫୁସ୍ କାର୍ଯ୍ୟ କରେ ନାହିଁ, ଅମ୍ଳଜାନ ଗ୍ରହଣ ଦକ୍ଷତା କମିଯାଏ, କ୍ରମଶଃ ଫୁସ୍ଫୁସ୍ ନଷ୍ଟ ହୋଇ ରୋଗୀର ମୃତ୍ୟୁ ଅବଶ୍ୟମ୍ଭାବୀ ହୋଇପଡ଼େ।